ଆପଣ ତ ସମାଜ ପାଇଁ କହିବାକୁ ଗଲେ ଆପଣ ଚତୁର୍ଥ ସ୍ତମ୍ଭ, ଆପଣ ହିଁ ଦାୟୀ ୟା ପାଇଁ। ମୁଁ ଆପଣଙ୍କୁ ଦାୟୀ କରିବି, ଖାଲି ମୁଁ ଏକା ନୁହେଁ, ମୁଁ ବି ଦାୟୀ, ଆପଣ ବି ଦାୟୀ, ସମାଜ ବି ଦାୟୀ। କାହିଁକି ଆପଣ ନିଶା ବନ୍ଦ ହେବା ପାଇଁ କେହି ଆନ୍ଦୋଳନ କରିଛନ୍ତି? ମୁଁ ଆଜି ନଥାଇପାରେ, ଆପଣ ନଥାଇ ପାରନ୍ତି, ଆପଣଙ୍କ ପୁଅ ନାତି ୟା ପାଇଁ ଉତ୍ତରଦାୟୀ ହେବେ, ଆପଣମାନେ ତାର ଉତ୍ତରଦାୟୀ ହେବେ ଯେ ସମାଜ କାହିଁକି ବିପଦଗାମୀ ହେଲା, ତାର କାରଣ କ'ଣ ଆପଣ ଖୋଜି ବାହାର କରନ୍ତୁ। ଆମେ ଖାଲି ଲାଭକୁ ନିଜ ସ୍ୱାର୍ଥ ପାଇଁ ଯଦି ଆମେ ଜର୍ଜରିତ ହେବା ତାହେଲେ କେବେ ସମାଜ ଆଗକୁ ଯାଇପାରିବ ନାହିଁ। ଧ୍ୱଂସସ୍ଥ ଆଲୋକ ମାନେ ଦେଖନ୍ତୁ, ଉଲ୍କାପିଣ୍ଡ ସଦୃଶ ବର୍ତ୍ତମାନ ସମାଜ ତଳକୁ ଖସୁଛି। ଆମକୁ ଡର ମାରୁଛି ସନ୍ଧ୍ୟା 6ଟା ପରେ ଗାଁକୁ ଯିବା ପାଇଁ। ଗାଁ ଅଞ୍ଚଳକୁ ଗଲେ ଆପଣଙ୍କୁ ଭିଡ଼ିକି ଧରିବେ, ଆପଣ ମଦ ପିଇ ନଥିବେ, ଭିଡ଼ି ଧରି ପଇସା ଦିଅ, କ'ଣ ଆପଣ କରିବେ କହୁନାହାନ୍ତି? ଜୟ ଜଗନ୍ନାଥ। ମୋ ନାଁ ପ୍ରତାପ ଚନ୍ଦ୍ର ପରିଡ଼ା, ତାଳଦା, କାକଟପୁର। ଆପଣ ପ୍ରଫେସନରେ କ'ଣ କରନ୍ତି, କିନ୍ତୁ ପ୍ରଫେସନ ବାଦ ସମାଜ ସେବା ପ୍ରତି କାହିଁକି ଆପଣଙ୍କର ମନ ରହିଲା? ମୋର ପ୍ରଫେସନରେ ମୁଁ ଜଣେ ବ୍ୟବସାୟୀ, ଦୀର୍ଘ ଦିନ ବ୍ୟବସାୟ କଲି। ସମାଜ ସେବା ପ୍ରତି ମନ ବଳିବାର ଉଦ୍ଦେଶ୍ୟ ହେଲା ଦୁଃଖୀ ଦରିଦ୍ର ଯେଉଁମାନେ ନିରୀହ ବ୍ୟକ୍ତି ଅଛନ୍ତି ସେ କିଭଳି ଭାବରେ ଉପଯୁକ୍ତ ନ୍ୟାୟ ପାଇପାରିବେ, ତାଙ୍କ ପ୍ରତି ଯଦି କୌଣସି ଜାଗାରେ ଦୌରାତ୍ମ୍ୟ ସୃଷ୍ଟି ହେଲା ସେ ଜାଗାରେ କିଭଳି ଆମେ ପହଞ୍ଚିବା। ଜଣେ ରୋଗୀଟିଏ ହେଉ, ଶିକ୍ଷା ଦିଗରେ ହେଉ, କିମ୍ବା ଯେକୌଣସି ଅବ୍ୟବସ୍ଥା ଯେଉଁଠି ପ୍ରେରିତ ହୁଏ ସେ ଜାଗାରେ ମୁଁ ଯାଇ ପହଞ୍ଚିଯାଏ। ମୋର କର୍ତ୍ତବ୍ୟ ହେଉଛି ଜନସାଧାରଣଙ୍କ ପାଇଁ କାମ କରିବା। ଗୋଟିଏ କଥା କହିବି, ଆଜି ସମାଜ ଯଦି ଦେଖିବା କାହିଁକି ଅବକ୍ଷୟ ଆଡ଼କୁ ଯାଉଛି, କୋଉଠି ରହୁଛି ଲାଭନା? ଭାଇ ଆପଣମାନେ ଆମର ତ ଓଡ଼ିଶାବାସୀ ବା ଏଇ ଭାରତବାସୀ, କାହିଁକି ଅବକ୍ଷୟ ହେଲା? ଏହା ପୌରାଣିକ ଯୁଗକୁ ଯଦି ଯିବା, ପୁରାଣ ଯୁଗରେ ଆମର ଶିଶୁମାନେ ରାମଚନ୍ଦ୍ର, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ ଏମାନେ ଋଷିମାନଙ୍କ ପାଖରେ ଆଶ୍ରମ ବିଦ୍ୟାଳୟରେ ବିଦ୍ୟା ଅଧ୍ୟୟନ କରୁଥିଲେ। ଆଶ୍ରମ ବିଦ୍ୟାଳୟରେ ସଂସ୍କାର, ସ୍ନେହ ଶ୍ରଦ୍ଧା, ଭଲ ପାଇବା, ଭାଇଚାରା ଏସବୁ ସେଠୁ ପ୍ରଥମେ ଶିକ୍ଷା ସେ କରୁଥିଲେ। ଆଜିକାଲି ସେସବୁ ନାହିଁ। ଆମେ ଆମ ପିଲାଙ୍କୁ ଶିକ୍ଷା ଦେଉଛୁ, ଆମ ଭାଇ ବିରୁଦ୍ଧରେ କହିବୁ, ଆମ ପରିବାର ବିରୁଦ୍ଧରେ କହିବୁ, ସେମାନେ ଆମଠୁ କ'ଣ ଶିଖିବେ? ଯେଉଁଟାକି ବର୍ତ୍ତମାନ କଳିଯୁଗରେ ସେସବୁ ସୃଷ୍ଟି ହେଇଛି। ମହାଭାରତରେ ଦେଖନ୍ତୁ, ଭାଇ ଭାଇ ଭିତରେ ଯୁଦ୍ଧ ହେଇକି କିଭଳି ଭାବରେ ଅବସ୍ଥା ସୃଷ୍ଟି ହେଲା, ଗୋଟେ ଯୁଗର ଅବକ୍ଷୟ ଘଟିଲା। ତ୍ରେତୟା ଯୁଗରେ ଦେଖନ୍ତୁ, ରାମ ଲକ୍ଷ୍ମଣ ଭାଇ ଭରତ କିଭଳି ଭାବରେ ମାତୃପ୍ରେମ ଜାଗ୍ରତ ହେଇଥିଲା। ସେଥିପାଇଁ ସେ ସଂସ୍କାର ଆପଣଙ୍କର ଦ୍ୱାପର ଯୁଗର ସଂସ୍କାର ଭିତରେ କେତେ ଫରକ ରହିଛି। ଯଦି ଆମେ ଦେଖିବା ଭାଇ ବନ୍ଧୁ ଭିତରେ, ଆମେ ବର୍ତ୍ତମାନ କଳିଯୁଗକୁ ଆସିଛେ। ଆପଣ କୁହନ୍ତୁ, ମୁଁ ହୋଇ ଯିଏ ହୁଏ ନା କାହିଁକି, ଆମ ଘରେ କଥାବାର୍ତ୍ତା ହେଲା ବେଳେ ଆମ ପିଲା ଶୁଣୁଛନ୍ତି ଯେ ଆମେ ଆମ ଭାଇ ବିରୁଦ୍ଧରେ, ଆମ ବନ୍ଧୁ ବିରୁଦ୍ଧରେ, ଆମ ସାଙ୍ଗ ବିରୁଦ୍ଧରେ, ଆମେ ଭିତରେ ଯେତେବେଳେ କଥା ବେଳେ ହଉଛେ, ପିଲାମାନେ ତାକୁ ଗ୍ରହଣ କରୁଛନ୍ତି। ଗ୍ରହଣ କରି ସିଏ ତାକୁ ପ୍ରତିପାଳନ କରୁଛନ୍ତି, ସିଏ ଆମ ଶତ୍ରୁ ବୋଲି ତାଙ୍କୁ ଭାବୁଛନ୍ତି। ଆମ ଭିତରେ ମିତ୍ରତା ଆସିବ କେମିତି? ବର୍ତ୍ତମାନ ସେତେବେଳେ ଯୌଥ ପରିବାର, ବର୍ତ୍ତମାନର ଯୌଥ ପରିବାର ଆଉ ଅଛି? ଆପଣଙ୍କର ଭାଇ କିଭଳି ବିଭେଦ ହେବେ, ଭାଇ କିଭଳି ଭାବରେ ଅଲଗା ଅଲଗା ରହିବେ, ସେ ସବୁ ବିଷୟରେ ଦେଖନ୍ତୁ ବର୍ତ୍ତମାନରେ ଚାଲିଛି। ଅବକ୍ଷୟ ହବନି କେମିତି? ତାର ଦୁଇଟି କାରଣ, ଆହୁରି ପ୍ରଧାନ କାରଣ ରହିଛି। ପ୍ରଥମ କାରଣ ହେଉଛି ଦ୍ୱାପର ଯୁଗ ଶେଷ ହେଲା, କାଦମ୍ବରୀ ରସ ନିଶା ସେବନ କରିକି ଗୋଟେ ଯୁଗ ଶେଷ ହେଲା। କଳି ବର୍ତ୍ତମାନ ସେଇଭଳି ଆକାରରେ ଯାଉଛି। କଳି ବର୍ତ୍ତମାନ ସେ ନିଶା ପାଇଁ ହିଁ ଧ୍ୱଂସ ହେଇଯିବ। ପ୍ରତ୍ୟେକ ପରିବାରରେ 10ରୁ 20,000 ଟଙ୍କା ନିଶା ପାଇଁ ସେମାନେ ପ୍ରେରଣ କରୁଛନ୍ତି। ଯଦି ଆମେ ଏଇଭଳି ଭାବରେ ନିଶା ପାଇଁ ଅର୍ଥ ବ୍ୟୟ କରିବା, ଅଭାବ ଅନଟନ ଆସିବ। ଅଭାବ ଅନଟନ ଆସିଲେ ଆମେ ବାଧ୍ୟ ହେବା ବିପଦଗାମୀ ହେବା ପାଇଁ। ଖରାପ ରାସ୍ତା ବାଛି ନେବା ପାଇଁ ଆମେ ଆମ ଯୁବପିଢ଼ି ନିଶ୍ଚିତ ଭାବେ ଚେଷ୍ଟା କରିବେ କିଭଳି ଭାବରେ ଆମେ ଅର୍ଥ ଉପାର୍ଜନ କରିବା। ନିଶା ପାଇଁ ଯଦି ଆଗରୁ ମାନେ ଏତେ ପ୍ରୋବ୍ଲେମ ହେଇଥିଲା, ଆଉ ଏବେ ଯଦି ଆପଣ କହୁଛନ୍ତି ନିଶା ପାଇଁ ବିଭିନ୍ନ ପ୍ରକାର ସୁବିଧା ହେଉଛି, ତେବେ ନିଶାଟା କାଇଁ ରଖାଯିବ? ନିଶା ରଖିବା ଉଚିତ ନୁହେଁ। ମୁଁ କହିବି ସମାଜସେବା ହିସାବରେ ଦୃଢ଼ କଣ୍ଠରେ କହିବି, ଆମର ମାଗଣା କୌଣସି ଖାଦ୍ୟ ଦରକାର ନାହିଁ। ଆମର ଚାଉଳ, ଲୁଗାପଟା, ଶିକ୍ଷାର କୌଣସି ଆବଶ୍ୟକ ନାହିଁ। ଆମ ନିଶା ନିବାରଣ କରାଯାଉ। ସେଠୁ ଆମର କୌଣସି ପ୍ରକାର ସରକାରଙ୍କର ସେଠୁ କୌଣସି ପ୍ରକାର 40% ଯେଉଁ ଟ୍ୟାକ୍ସ ନେଉଛନ୍ତି ଆବଶ୍ୟକ ନାହିଁ। ନେଲେ ଆମରିମାନଙ୍କ ପାଇଁ ବିନିଯୋଗ କରୁଛନ୍ତି, କିନ୍ତୁ ଆମେ ପଥଭ୍ରଷ୍ଟ ହେଇଯାଉଛେ। ଆମ ବିନିଯୋଗର ଆବଶ୍ୟକତା କ'ଣ ରହୁଛି? ମୋର ପ୍ରଥମ କଥା ହେଉଛି, ମୁଁ ଅନୁରୋଧ କରୁଛି ଆପଣଙ୍କ ମାଧ୍ୟମରେ, ପରିଣତ ବୟସରେ ଏ ସମାଜକୁ ଦିଗ୍ଦର୍ଶନ ଦେବା ଉଦ୍ଦେଶ୍ୟରେ ନିଶାକୁ ଯେଉଁ ପର୍ଯ୍ୟନ୍ତ ବନ୍ଦ କରା ନଯାଇଛି, ଆପଣ ଯେତେ ଯୋଜନା କରନ୍ତୁ, ସମାଜ ପାଇଁ ଯେତେ ଚେଷ୍ଟା କରନ୍ତୁ,
ଯେତେ ମାଗଣା ଯୋଗାନ୍ତୁ ସମାଜ ବିପଦଗାମୀ ହବ ହିଁ ହବ। ବିଭିନ୍ନ ପ୍ରକାର ସରକାର ଆସୁଛନ୍ତି କିଏ ମଦ ଦୋକାନ ମଦ ବିକ୍ରି ହେଲେ ଅଧିକ ପୁରସ୍କାର ଦଉଛି, ତ କିଏ ମଦ ବିକ୍ରି ହେଇସାରିଲା ପରେ ସେଇ ଯୋଉ ଲାଭ ଅଂଶରୁ ସେ କଣ କରୁଛି ଟ୍ରିଟମେଣ୍ଟ କରୁଛି, ରୋଗୀମାନଙ୍କୁ ଟ୍ରିଟମେଣ୍ଟ କରିବ ବୋଲି କିମ୍ବା ନିଶା ନିବାରଣ କେନ୍ଦ୍ରରେ ଖର୍ଚ୍ଚ କରିବ ବୋଲି ନିଜର ପ୍ରଚାର କରୁଛନ୍ତି। ତାକୁ କେମିତି ଦୃଷ୍ଟିରେ ଦେଖୁଛନ୍ତି ଆପଣ? ଆପଣ ଦେଖନ୍ତୁ, ଆପଣ ତ ସମାଜ ପାଇଁ କହିବାକୁ ଗଲେ ଆପଣ ଚତୁର୍ଥ ସ୍ତମ୍ଭ, ଆପଣ ହିଁ ଦାୟୀ ୟା ପାଇଁ। ମୁଁ ଆପଣଙ୍କୁ ଦାୟୀ କରିବି, ଖାଲି ମୁଁ ଏକା ନୁହେଁ, ମୁଁ ବି ଦାୟୀ, ଆପଣ ବି ଦାୟୀ, ସମାଜ ବି ଦାୟୀ। କାହିଁକି ନା ନିଶା ପାଇଁ ଆମେ ଟଙ୍କା କାହା ପାଇଁ ନେବା? ରୋଗଗ୍ରସ୍ତ ହେବା, ଆମେ କଳିଙ୍ଗ ହସ୍ପିଟାଲରେ ଦେବା, କେୟାରରେ ଦେବା, ଆପୋଲୋରେ ଦେବା, ନିଶା ଖାଇକି ଟଙ୍କା ଦେବା, ଆମେ ଏଠୁ ଚାଉଳ ମାଗଣା ନେବା। ଆପଣ କେବେ ପ୍ରଚାର କରିଛନ୍ତି? ଆପଣ ନିଶା ବନ୍ଦ ହେବା ପାଇଁ କେହି ଆନ୍ଦୋଳନ କରିଛନ୍ତି? ମୁଁ ଆଜି ନଥାଇପାରେ, ଆପଣ ନଥାଇପାରନ୍ତି, ଆପଣଙ୍କ ପୁଅ ନାତି ଏହା ପାଇଁ ଉତ୍ତରଦାୟୀ ହେବେ, ଆପଣମାନେ ତାର ଉତ୍ତରଦାୟୀ ହେବେ ଯେ ସମାଜ କାହିଁକି ବିପଦଗାମୀ ହେଲା, ତାର କାରଣ କ'ଣ ଆପଣ ଖୋଜି ବାହାର କରନ୍ତୁ। ଯେଉଁ ପର୍ଯ୍ୟନ୍ତ ଆମେ ସମସ୍ତେ ଏକ ନ ହେଇଛେ, ଆମେ ସମସ୍ତେ ଏହାର ପ୍ରତିବାଦ ନ କରିଛେ, ଆମେ ଖାଲି ଲାଭକୁ ନିଜ ସ୍ୱାର୍ଥ ପାଇଁ ଯଦି ଆମେ ଜର୍ଜରିତ ହେବା, ତାହେଲେ କେବେ ସମାଜ ଆଗକୁ ଯାଇପାରିବ ନାହିଁ। ଧ୍ୱଂସସ୍ଥ ଆଲୋକ ମାନେ ଦେଖନ୍ତୁ, ଉଲ୍କାପିଣ୍ଡ ସଦୃଶ ବର୍ତ୍ତମାନ ସମାଜ ତଳକୁ ଖସୁଛି। କେତେ ସମୟ ଲାଗିବ ତଳେ ବିପଦଗାମୀ ହେବା ପାଇଁ? ତଳେ ଛୁଇଁବା ପାଇଁ କେତେ ସମୟ ଲାଗିବ? ଏହା ପାଇଁ ଆମେ ଯେତେବେଳେ ନେଡ଼ିଗୁଡ଼ କଉଣିକି ବୋହିଯିବ, ଆମେ ଚିନ୍ତା କଲେ ଆଉ ଫଳପ୍ରଦ ହେବ ନାହିଁ। ତେଣୁକରି ମୁଁ ଆପଣମାନଙ୍କୁ ବି ଦାୟୀ କରିବି, ମୁଁ ଦାୟୀ ହେବି, ସମାଜ ବି ଦାୟୀ ହେବ ଏ ନିଶା ପାଇଁ ଯେ କାହିଁକି ବିପଦଗାମୀ ଆଜି ସମାଜ ହେଲା। ଆଉ ତାର ମୁଖ୍ୟ କାରଣ ହେଉଛି ଗୋଟେ ଦୃଢ଼ ନେତୃତ୍ୱର ଆବଶ୍ୟକତା ରହିଛି, ଯୋଉଠି ଗୋପବନ୍ଧୁ ଭଳି ନେତୃତ୍ୱ। ନିଶାର କଥା କହୁଛନ୍ତି ଭାଇ, ସେଠି ରାଜସ୍ୱର କଥା ଆସୁଛି। ଯେକୌଣସି ସରକାର ଆସିଲେ, କାରଣ ରାଜସ୍ୱ ହଉଛି ନିଶା। ତ ଆପଣ କେମିତି ଭାବୁଛନ୍ତି ନିଶାଟା ବନ୍ଦ ହବ? ଯଦି ଯେମିତି ସରକାର ମଝିରେ ଗୁଟକା କିଛି ଦିନ ବନ୍ଦ କରିଦେଲେ, ତାଙ୍କର କ'ଣ ଥାଇପାରେ ଇଣ୍ଟରନାଲ ଘଟଣା? ସରକାର ଯେ ପର୍ଯ୍ୟନ୍ତ ନ ଚାହିଁଛନ୍ତି, ଆମେ ଚାହିଁଲେ କିଛି ହେଇପାରିବନି। ଆପଣ କ'ଣ କହିବେ? ଦେଖନ୍ତୁ, ସରକାର ଗଢ଼ିଛି କିଏ? ସରକାର ଆମେ ଗଢ଼ିଛେ, ଆମେ ସରକାରକୁ ପଠେଇଛେ ଆମର ଉପକାର କରିବା ପାଇଁ। ଆପଣ ଯେଉଁ କଥା ମୋତେ ପ୍ରଶ୍ନ ପଚାରିଲେ ଯେ ସରକାରଙ୍କ ରାଜସ୍ୱ କ'ଣ ପାଇଁ ଆବଶ୍ୟକ ଅଛି? ରାଜସ୍ୱ ଆବଶ୍ୟକ ଅଛି ଜନସାଧାରଣଙ୍କ ଉପକାର ଲାଗିବା ପାଇଁ। କିନ୍ତୁ ଜନସାଧାରଣ ଯେତେବେଳେ ରୋଗଗ୍ରସ୍ତ ହେଉଛନ୍ତି, ବିପଦଗାମୀ ହେଉଛନ୍ତି, ମୃତ୍ୟୁ ମୁଖରେ ପଡ଼ୁଛନ୍ତି, ରାଜସ୍ୱର କ'ଣ ଆବଶ୍ୟକତା ରହିଛି? ଆମକୁ କ'ଣ ଯେତେବେଳେ ଆପଣ ପୌରାଣିକ ଯୁଗକୁ ଯାଆନ୍ତୁ, ଅନ୍ୟ ଯୁଗକୁ ଯଦି ସତ ହେଇଥାଏ ଯୁଗଟା, ତାହେଲେ ଆପଣ ସେଠିକି ଯାଆନ୍ତୁ, ଦେଖିବେ ଯେ ନିଶା ନଥିବା ସମୟରେ କ'ଣ ହେଇଥିଲା, ନିଶା ଥିବା ଅବସ୍ଥାରେ କ'ଣ ହେଇଛି। ଆମର କ'ଣ ଅଛି? ମାଗଣା ଜିନିଷ ତ ଆମର ଆବଶ୍ୟକ ନାହିଁ। ଆମର ଦୃଢ଼ ନେତୃତ୍ୱ ଆବଶ୍ୟକତା ରହିଛି। ଏକରେ ଯିଏ ଗୋପବନ୍ଧୁ ଭଳି ନେତୃତ୍ୱ ଦରକାର, ଗାନ୍ଧିଜୀଙ୍କ ଭଳି ନେତୃତ୍ୱ ଦରକାର, ଆମକୁ ଦୃଢ଼ ନେତୃତ୍ୱ ଦରକାର ମାନେ ଆମ ରାଜ୍ୟ ପାଇଁ, ଆମ ଦେଶ ପାଇଁ। ତାହେଲେ ବିପଦଗାମୀ ହେବାରୁ ଆମେ ବିଚ୍ୟୁତ ହେବା। ନିଶା ବନ୍ଦ କରିବା ହେଉଛି ପ୍ରଥମ କର୍ତ୍ତବ୍ୟ। ମୁଁ ଚାହୁଁଛି ସମାଜ ସେବା ହିସାବରେ ମୁଁ ସମସ୍ତଙ୍କୁ ପ୍ରାର୍ଥନା କରୁଛି, ଆପଣଙ୍କୁ ମଧ୍ୟ ପ୍ରାର୍ଥନା କରୁଛି, ଆପଣ ଆଗେଇ ଆସନ୍ତୁ। ନିଶା କେମିତି ବନ୍ଦ ହେବ, ବିପଦଗାମୀ ହେବନି ଆମର ରାଜ୍ୟ ଦେଶ, ସେଥିପାଇଁ ମୋର ଅନୁରୋଧ ଆପଣଙ୍କ ନିକଟରେ। ଗୋଟେ କଥା ହଉଛି କି ଯୁଗ ଯୁଗ ବଦଳିଲେ କିନ୍ତୁ ସବୁଠି ତେଲ ମାରିବା, ଲାଞ୍ଚ ଦବା, ଏଇଟା ଗୋଟେ ରହିଯାଇଛି। ଆଗରୁ ବି ରହିଛି, ପୁରାଣ ବି ରହିଛି, ବର୍ତ୍ତମାନ ସମୟରେ ବି ଚାଲିଛି। ବର୍ତ୍ତମାନ ସମୟରେ ଲାଞ୍ଚ ହେଲେ ସବୁଠୁ ବଡ ଲାଞ୍ଚ ହେଲା ନିଶାଖୋର କରେଇବା ଆଉ ନିଜ ଆଡକୁ ଆକୃଷ୍ଟ କରେଇବା। ସେଇ ଅବସ୍ଥା ଚାଲିଛି। ଏଇଟା କ'ଣ ପରିବର୍ତ୍ତନ ହେଇପାରିବ କେବେ? ପରିବର୍ତ୍ତନ ଆପଣ କହିଲେ ବଢ଼ିଆ ସୁନ୍ଦର ପ୍ରଶ୍ନଟିଏ। ଲାଞ୍ଚ ହେଉଛି ଗୋଟେ ବିରାଟ ବ୍ୟାଧି, ଖାଲି ନିଶା ପାଇଁ ନୁହେଁ, ବିଭିନ୍ନ ପ୍ରକାର ଲାଞ୍ଚ ରହିଛି। ବିନା ଲାଞ୍ଚରେ ଏତେ ବଡ଼ ବଡ଼ ସଂସ୍ଥା, ବଡ଼ ବଡ଼ କାର୍ଯ୍ୟକ୍ରମ କେଉଁ ବିନା ଲାଞ୍ଚରେ କେମିତି ହେଇପାରିବ? ଲାଞ୍ଚର ତ ନିଶ୍ଚିନ୍ତ ହେଉଛି ଲାଞ୍ଚ ରୋକି ହେବ ନାହିଁ। ଏହାକୁ ଆପଣ ବିଶ୍ଳେଷଣ କରନ୍ତୁ। ଆମେ ଲାଞ୍ଚ ଆଡ଼କୁ ଯିବାନି, ଆମେ ଯିବା ଗୋପବନ୍ଧୁ। ଆପଣ ଯଦି ସତ୍ୟ ଯୁଗକୁ ଯିବେ, ସେତେବେଳେ ଦୁଷ୍ମନ୍ତ, ଆପଣ ପୌରାଣିକ କଥା ବହୁତ ଲମ୍ବା, ମୁଁ କହିବିନି, ଯେ ସେତେବେଳେ ଦୁଷ୍ମନ୍ତ ଶଙ୍କୁଦାଳଙ୍କ ପିରିୟଡ଼ ବି ଲାଞ୍ଚ ଥିଲା। ସତ୍ୟରେ ଥିଲା, ତ୍ରେତାରେ ଥିଲା, ଦ୍ୱାପରରେ ଥିଲା, କଳିରେ ଲାଞ୍ଚ ଅଛି। ଲାଞ୍ଚକୁ ରୋକିବା ଏତେ ସମ୍ଭାବନା କମ୍ ଅଛି। ରୋକିପାରେ କିନ୍ତୁ ସ୍ୱଳ୍ପ ରୋକି ହେବ, କିନ୍ତୁ ପୂର୍ଣ୍ଣ ରୋକି ହେବ ନାହିଁ। ବଢ଼ିଆ ପ୍ରଶ୍ନ ଭାଇ। ଯେ ଲାଞ୍ଚ କଥା ଗୋଟେ ସେପାରେଟ୍ ଜିନିଷ। ସମାଜକୁ ସୁସ୍ଥ ବାତାବରଣ ଦେବା, ସୁସ୍ଥ ସମାଜ ଗଠନ କରିବା, ଶାନ୍ତି ସ୍ୱଭାବ ଫେରେଇ ଆଣିବା, ପୁଣି ସତ୍ୟ ଯୁଗ ଫେରେଇ ଆଣିଲା ଭଳିଆ କର୍ତ୍ତବ୍ୟ ଆମକୁ କରିବାକୁ ପଡ଼ିବ। ଆମେ ସମସ୍ତେ, ଏହା ଈଶ୍ୱର ଦତ୍ତ ଜିନିଷ। ଦେଖିବେ ଅଧତ୍ମାନ ଧର୍ମସ୍ୟ ବିନାଶାୟ ଦୁଷ୍କୃତମ୍ ଧର୍ମ ସଂସ୍ଥା ପାନାର୍ଥ ସମ୍ଭବାମି ଯୁଗେ ଯୁଗେ। ଯେତେବେଳେ ଭାରତର ପରାଧୀନ ହେଲା, ସେତେବେଳେ ଗାନ୍ଧିଜୀଙ୍କ ଆବିର୍ଭାବ ହେଲା। ଯେତେବେଳେ ଓଡ଼ିଶା ଉତ୍କଳ ଅବସ୍ଥା ଖରାପ ଆଡ଼କୁ ଗଲେ, ଉତ୍କଳମଣି ଗୋପବନ୍ଧୁ ଦାସ ଆସିଲେ। ପୁଣି ଜଣେ ପୁଅ ନିଶ୍ଚିନ୍ତ ଭାବେ ଆସିବେ। ଏମିତି 1000 ବର୍ଷ ପରେ
ପରୀକ୍ଷିତ ଜନ୍ମ ହେଇଥିଲେ ସଗର ରାଜାରେ। ଏହା ଯଦି ସମ୍ଭବ ସତ୍ୟ ତାହେଲେ ଯୁଗ ଆସିବ, ପୁଣି ନୂତନ ପିଢ଼ି ଆସିବେ, ନୂତନ ସନ୍ତାନ ଜନ୍ମ ନେବେ। ଇଏ ବିପଦଗାମୀ ସମାଜକୁ ସୁଚାରୁ ରୂପେ ପରିଚାଳନା କରିବା ପାଇଁ ସତ୍ୟର ଜୟ ହେବ, ଅନ୍ୟାୟର ଅବକ୍ଷୟ ହେବ, ଏହା ମୁଁ ନିଶ୍ଚିତ କହୁଛି। ଅସ୍ତରଙ୍ଗ ଅଞ୍ଚଳ ଆପଣ ବେଶ ଜଣାଶୁଣା, ଆଉ ସମାଜ ସେବାଠୁ ନେଇକି ଏମିତିକି ମାଙ୍କ କାର୍ଯ୍ୟରେ ମଧ୍ୟ ଆପଣଙ୍କର ଅନେକ ଅବଦାନ। ତ ସେଠି ବି ତ ସେଇ ଅବସ୍ଥା, ସେଠି ବି ତ ଅନେକ ପରିବର୍ତ୍ତନ ଆବଶ୍ୟକତା ଅଛି। ନିଶ୍ଚିତ ଭାବରେ ଆମର ବର୍ତ୍ତମାନ ସରକାରଙ୍କ ନାରା ରହିଛି ଅସ୍ତରଙ୍ଗରୁ ସୂର୍ଯ୍ୟ ଉଦୟ ହେବ। କେମିତି ହେବ ନା ଗୋଟେ ବିରାଟ ବନ୍ଦର ସେଠି ହେଉଛି, ବହୁତ ଆଶା ରଖିଛନ୍ତି। ଇଏ ତ ହେବା ନିହାତି ଆବଶ୍ୟକ ରହିଛି। ତା ଅର୍ଥ ନୁହେଁ ଯେ ବିପଦଗାମୀ କରାଯାଇ ନିଶାସକ୍ତ ହେଇକି ବିପର୍ଯ୍ୟୟ ପର୍ଯ୍ୟାୟକୁ ନେଇକରି ବନ୍ଦରର ଆବଶ୍ୟକତା କିଛି ନାହିଁ ବା ଉନ୍ନତିର ଆବଶ୍ୟକତା କିଛି ନାହିଁ। ଅସ୍ତରଙ୍ଗ ଗୋଟେ ସୁନ୍ଦର ପରିବେଶର ସୃଷ୍ଟି। ଆପଣମାନେ ଯଦି ଯାଇଥିବେ ସେଠି ଆମର ଜାହାନିଆ ପୀର ଅଛନ୍ତି, ସେଠି ଆମର ମା ମଙ୍ଗଳା ଅଛି, ସେଠି ବିଭିନ୍ନ ପାଖରେ ରାମଚଣ୍ଡୀ ଅଛନ୍ତି, କୋଣାର୍କ ମନ୍ଦିର ରହିଛି, ବହୁତ ପରିଦର୍ଶନର ଜାଗା ଅଛି। ବହୁତ ଓଡ଼ିଶାରେ ଯଦି କୁହାଯାଏ ସବୁଠୁ ସୁନ୍ଦର ଜାଗା ହେଉଛି ଆପଣଙ୍କର କାକଟପୁର ଅସ୍ତରଙ୍ଗ ଏରିଆ। ତାକୁ ଆମେ ମନା କରିପାରିବାନି। କିନ୍ତୁ ମୁଁ ଓଡ଼ିଶା ପାଇଁ କହୁଛି, ସମାଜ ସେବା ମୋର ଯଦି କର୍ତ୍ତବ୍ୟ ସତ୍ପଥରେ ଯିବା ପାଇଁ ମୋର ଇଚ୍ଛା ରହିଛି। ଆମେ ଚାହୁଁଛୁ ସମାଜ ସୁସ୍ଥ ବାତାବରଣ ଦେଇ ଫେରିଆସୁ, ସମାଜର ଉନ୍ନତି ହେଉ, ସମସ୍ତେ ପୁଣି ଭଲ ଭାବେ ଚଳପ୍ରଚଳ କରନ୍ତୁ, ଯାହା ଆମ ସମାଜ ପାଇଁ ଗୋଟେ ଦିଗନ୍ତ ସୃଷ୍ଟି କରିବ। ଗୋଟେ ଗୋଟେ କଥା ଆଜ୍ଞା, ଯୋଉ ଆମର ଅନେକ ଜିନିଷର ଡେଭଲପମେଣ୍ଟ ହେଇଛି, କାହାକୁ ଜିଆଇ ଟ୍ୟାଗ ମିଳୁ କିମ୍ବା କୌଣସି ଜିନିଷର ଉନ୍ନତିକରଣ ହଉ, ଏମିତି ବହୁତ ଜିନିଷ ହେଇଛି। କିନ୍ତୁ ସେଇ ଜାଗାରେ ଯୋଉ ଛଉ ରୋଗ କୁହାଯାଏ, ଛଉ ରୋଗକୁ ନେଇକି ଗୋଟେ ପାରମ୍ପରିକ ହଉ ବା ଗୋଟେ ବିଶ୍ୱାସକୁ ନେଇକି ହଉ, ସୂର୍ଯ୍ୟ ଉଦୟ ପୂର୍ବରୁ ରାତି 4ରୁ ଲୋକମାନେ ଧାଡ଼ି ବାନ୍ଧିକି ବସିଥାନ୍ତି, ଆଉ ସେ ଚୂନ ଲଗେଇଲେ ହିଁ ଛଉ ରୋଗ କୁଆଡ଼େ ଭଲ ହେଇଯାଏ। ଇଏ ଗୋଟେ ପାରମ୍ପରିକ ଆଉ ଗୋଟେ ବୈଦିକ ନୀତି ମଧ୍ୟ ଅଛି। କିନ୍ତୁ ସେ ନୀତିକୁ ଆଜିକା ଡେଟ୍ରେ କେହି କୁଆଡ଼େ ପ୍ରସାର ନାହିଁ, ଭୁଲେଇ ଦେଲେଣି। ହୁଏତ ସେ ଆଗକୁ ଲୋପ ବି ପାଇଯିବ। ଦେଖନ୍ତୁ ଆମର ଗାରୋଇ ଆଶ୍ରମ ଗୋଟେ ରହିଛି ଜଗତସିଂହପୁର ଡିଷ୍ଟ୍ରିକ୍ଟ ସଦ, କିନ୍ତୁ ପୁରୀର ବର୍ଡରରେ ରହିଛି। ସେଠି ଗୋଟିଏ ଧାଡ଼ି ଲେଖା ହେଇଛି, ବିଶ୍ୱାସରେ ଉଶ୍ୱାସ, ଅବିଶ୍ୱାସରେ ସର୍ବନାଶ। ବିଶ୍ୱାସ ମୂଳେ ଭଗବାନ, ଜାଣନ୍ତି ସକଳ ବିଧାନ। ବିଶ୍ୱାସରେ ସବୁ ଭଲ ହେବ ନିଶ୍ଚିନ୍ତ, ଏତେ ସନ୍ଦେହ କରିବାର ନାହିଁ। ସେଇଟା ବିଶ୍ୱାସରେ ହିଁ ଭଲ ହେଉଛି। ସେଇଟା ହିଁ ମହତ କାର୍ଯ୍ୟ ଯେ ଦିଗ୍ଦର୍ଶନ ଦେଉଛି ସମାଜକୁ ଯେ ଦୈବୀ ଶକ୍ତି ଅଛି, ଭଗବାନ ଅଛନ୍ତି। ମନୁଷ୍ୟ ଆଜ୍ଞା ଏଭଳି ଜୀବ, ମାୟାବୀ ଜୀବ, ସେ ଯଦି ସତ୍ୟର ସନ୍ଧାନ ନ ପାଆନ୍ତା କେବେ ବିଶ୍ୱାସ କରନ୍ତାନି ଯେ ଭଗବାନଙ୍କୁ। ସେ ଜାଣିଛି ଯେ ଦୈବୀ ଶକ୍ତି ହେଉଛି ଗୋଟେ ଅଦୃଶ୍ୟ ଶକ୍ତି, ତାର ଶକ୍ତି ରହିଛି, ତାହା ସିଏ ଗୋଟେ ବଳୟ ଭିତରେ ଆପଣଙ୍କୁ ରଖିଛି। ଆପଣଙ୍କର କୌଣସି କ୍ଷତି ହେବନି, ଆପଣଙ୍କର କିଛି ହେବ ନାହିଁ ଯଦି ଦୈବୀ ଶକ୍ତି ଆପଣଙ୍କ ନିକଟରେ ଥିବ। ସେଇ ଛଉ କଥା ଯୋଉ କହିଲେ ତା ପ୍ରଚାର ପ୍ରସାର ହଉନି, ସତ କଥା। ଲୋକ ବର୍ତ୍ତମାନ ସୂର୍ଯ୍ୟ ମନ୍ଦିରକୁ ନେଇକି ଏତେ ଚର୍ଚ୍ଚା କରାଯାଉଛି, କିନ୍ତୁ ସୂର୍ଯ୍ୟ ଦେବତାଙ୍କୁ ଡାକିକି ଯୋଉ ଇଏଟା କରାଯାଉଛି, ଟ୍ରିଟମେଣ୍ଟଟା ହଉଛି, ସେଇଟାକୁ କେବେ ପ୍ରଚାର କେହି କରିନାହାନ୍ତି। ଦେଖନ୍ତୁ ଆମର ଗୋଟେ ଏବେ ହଉଥିଲା ଯୋଉ ଆପଣଙ୍କର ଗ୍ରହଣ ଲାଗିଲେ ଗୋଟେ ଖାଦ୍ୟ କଥା ଆପଣ ଜାଣିଛନ୍ତି, ତାକୁ ଲୋକ ଅଧେ ବିଶ୍ୱାସ କରୁନାହାନ୍ତି, ହେତୁବାଦୀ। ଆପଣ କହୁନାହାନ୍ତି, ଯଦି ହେତୁବାଦୀ ବିଶ୍ୱାସ କରୁନାହାନ୍ତି, ଆମେ ତ ବିଶ୍ୱାସ କରୁଛେ, ସେ ହେତୁବାଦୀ ପୁଣି କୋଉଠି ଆସିଲେ? ସେମିତି ଲୋକ ଅଛନ୍ତି। ଆପଣ ଯୋଉ କହିଲେ ବିଶ୍ୱାସ କରିବା ଲୋକ ଅଛନ୍ତି, ବିଶ୍ୱାସ ନ କରିବା ଲୋକ ବି ଅଛନ୍ତି, କିନ୍ତୁ ବିଶ୍ୱାସରେ ହିଁ ଉଶ୍ୱାସ। ନିଶ୍ଚିନ୍ତ ବିଶ୍ୱାସ କରନ୍ତୁ, ତାର ପ୍ରଚାର ପ୍ରସାର ଆବଶ୍ୟକ ରହିଛି, ଭଲ କଥା ସିଏ। ସାର୍ ଆପଣ ସେଠି ପାଣି ପବନରେ ଜଡ଼ିତ, ତ ଆପଣଙ୍କୁ କ'ଣ ଲାଗୁଛି ସେ ଏରିଆ କୋଉଠି ରହିବା କଥା, କୋଉଠି ଅଛି? ନାଇଁ, ଆମର ଯେତିକି ଅଗ୍ରଗତି ହେବା କଥା ସେତିକି ଅଗ୍ରଗତି ହେଇନି, ହେବାର ଆବଶ୍ୟକତା ରହିଛି। କାହିଁକି ହେଇପାରୁନି ତାର ବହୁତ କାରଣ ରହିଛି। ଆମର ଜଗନ୍ନାଥଙ୍କର ଏନ୍ତୁଡ଼ିଶାଳ ହେଉଛି ଆଜ୍ଞା ଆମର କାକଟପୁର। ସେଠି ଜଗନ୍ନାଥଙ୍କର ଦାରୁ ଆସିଲେ ମାଆଙ୍କଠୁ ସନ୍ଧାନ ନିଆଯାଏ। ଦେଉଳି ମଠରେ ଆମର ଅଧିଆ ପଡ଼ନ୍ତି ଆମର ମହନ୍ତ ମାନେ, ପଣ୍ଡା ମାନେ, ତାଙ୍କୁ ସ୍ୱପ୍ନାଦେଶ ହେଲେ ଜଗନ୍ନାଥଙ୍କ ଦାରୁ ମିଳେ। ଭାରତ ସ୍ୱାଧୀନ ହେଲା ପରଠାରୁ ଏପର୍ଯ୍ୟନ୍ତ ସେ ଦେଉଳି ମଠର ଅବସ୍ଥା ଆପଣ ଯାଇ ଦେଖିବେ, କିଛି ଭଲ ନାହିଁ। ଜଗନ୍ନାଥଙ୍କର ଚକଟି ଆଜି ପର୍ଯ୍ୟନ୍ତ ଯାଇପାରିଲାନି, ବିଧିର ବିଧାନ ଥାଇ ମଧ୍ୟ ସେଠିକି ଯାଇପାରୁନି। ତାକୁ ଏବେ ଆମେ ଲାଗି ମାସେ 2 ମାସ ତଳେ ତାକୁ ଆଣିଛୁ, ପ୍ରତିଷ୍ଠା କରାଯିବ। କିନ୍ତୁ ଆପଣ କୁହନ୍ତୁ କାହିଁକି ଯାଇପାରିଲାନି? ଜଗନ୍ନାଥଙ୍କ ରଥଚକ ନେଇ ଆମେ ସେଠି ସ୍ଥାପିତ କରେଇଛୁ ବର୍ତ୍ତମାନ ଦେଉଳି ମଠରେ। ସେଇଠୁ ପାଖରେ ପୁରୀ ଏତିକି ବାଟ ବି ଯାଇପାରିନଥିଲା। 47-80 ବର୍ଷ ହେଲାଣି ଆଜ୍ଞା ସ୍ୱାଧୀନ ପରଠାରୁ।
ତାର କାହିଁକି ଯାଇପାରିଲାନି ମୁଁ ଖୋଲିକିରି କହିବିନି, ହେଲେ ଆପଣ ବୁଝିପାରୁଥିବେ। କହୁନାହାନ୍ତି। ଆପଣଙ୍କର ମାନସିକତା ଏହାର ଆବଶ୍ୟକ ଅଛି। ଆପଣଙ୍କର ଯେମିତି ମାନସିକ ନାହିଁ କୌଣସି ଉନ୍ନତି ହେଇପାରିବ ନାହିଁ। ସାର୍, ଏମିତି ଏତେ ବର୍ଷ ଭିତରେ କେତେ ରଥ ହେଇଥିବ, ଏତେ ରଥ ଭିତରେ ଆପଣଙ୍କର ଗୁଡାଏ ଚକ ଅଛି, ସେ ମାନେ ଗୋଟେ ତ ଯାଇପାରିଥାନ୍ତା, କଣ କାରଣ ରହିଲା? ମାନସିକ ଆବଶ୍ୟକତା ଆପଣଙ୍କୁ ଜାଣିପାରୁନାହାନ୍ତି। ଯଦି ଆମେ ମାନସିକ ଠିକ ନ କରିବା କେମିତି ସେଠି ଉନ୍ନତି ହବ? କାହାର ମାନସିକତା? କାହାର ମାନସିକତା କହିବାକୁ କାକଟପୁର ବାସୀଙ୍କର ନା ପୁରୀ ମନ୍ଦିର? ପୁରୀ ନାଇଁ ନାଇଁ ନାଇଁ, ଆମର ଆପଣଙ୍କର କାକଟପୁରର ଆଣିବା ପାଇଁ ଜଣେ ମାନସିକ ଥିବା ବ୍ୟକ୍ତିତ୍ୱର ଆବଶ୍ୟକ। ମୁଁ କାହା ଦୋଷ ଦେବିନି, କି ମୁଁ ଏତିକି କହିବି ଜଣେ ମାନସିକ ଥିବା ବ୍ୟକ୍ତିତ୍ୱ ଆବଶ୍ୟକ ରହିଛି, ଯିଏକି କାକଟପୁର ପାଇଁ ଏଇଭଳି କାମ କରିବା ପାଇଁ ଆବଶ୍ୟକତା ରହିଛି। ତିନିଟା ବଡ ବଡ ରାଜନୈତିକ ଦଳ, ତା ଭିତରେ ବହୁତ ଭଲ ଭଲ ସବୁ ଲିଡର ମାନେ ଅଛନ୍ତି, କାହାର ଆସିଲାନି ମାନସିକତା? ନାଇଁ, ଲିଡରଙ୍କ କଥା ମୁଁ କହିବିନି, ଯେ କାହାର ମାନସିକତା ସମସ୍ତଙ୍କର ତ ଆବଶ୍ୟକତା ରହିଛି, କାହାର ମାନସିକତା ନାହିଁ ଆପଣ ତାକୁ ତନକି ବାହାର କରିବେ, ମୁଁ ତାକୁ କହିପାରିବିନି। କଣ ଭୟ ଲାଗୁଥିଲା କି ତାଙ୍କୁ? ଭୟ ତ ନୁହେଁ, ଇଚ୍ଛା ଶକ୍ତିର ଆବଶ୍ୟକତା ରହିଛି, ଖାଲି ସେତିକି ନୁହେଁ ଭାଇ। ଆପଣ ବହୁତ ଭଲ କଥା, ମୁଁ ଅତ୍ୟ ସୁନ୍ଦର ଲୋକ ଆପଣଙ୍କୁ ପାଇଛି, ଭଲ ଭଲ ପ୍ରଶ୍ନ ପଚାରୁଛନ୍ତି। ଆପଣ କାହିଁକି ମୋ ପାଖକୁ ଆସିଲେ, କ'ଣ ଆବଶ୍ୟକ ଅଛି ମୁଁ ଜାଣିନି, କିନ୍ତୁ ବହୁତ ସୁନ୍ଦର ପ୍ରଶ୍ନ ପଚାରିଲେ। ସମାଜରେ ଏଇଭଳି ଆପଣଙ୍କ ଭଳି ବ୍ୟକ୍ତିତ୍ୱ ଦରକାର। ଆପଣ ଅସ୍ତ୍ରଙ୍ଗ ଯିବେ, ଅସ୍ତ୍ରଙ୍ଗ ହସ୍ପିଟାଲର ଅବସ୍ଥା ଦେଖିବେ, ଯେଉଁ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି, 5ଟି ଖଟିଆ, ରୋଗୀଟିଏ ଆଜ୍ଞା ମରିଯିବ ସେଠି। ଆମେ ମାଗଣା ଖାଇଲେ କ'ଣ ହବ ସେଠୁ? କାକଟପୁର ଦେଖିବେ ଆପଣ, ଗୋଟେ ପିଏଚସି ହେଇଛି, ମେଡିକାଲ ଡକ୍ଟରର ଅବସ୍ଥା, ମେଡିକାଲର ଅବସ୍ଥା ଆପଣ ଟିକେ ଦେଖିଦେଇ ଆସିବେ। ପିଏଚସି ସିଏସସି ହେଉଛି ଅସ୍ତ୍ରଙ୍ଗ, ସିଏସସି ର ଅବସ୍ଥା ଆପଣ ଦୁରାବସ୍ଥା ଅବସ୍ଥା। ସାର୍, ପଶ୍ଚିମ ଓଡିଶା ଏଠୁ 300 କିଲୋମିଟର ଦୂର, ସେମାନେ କମ୍ପ୍ଲେନ କରୁଛନ୍ତି ଠିକ ଅଛି, କିନ୍ତୁ ଆପଣ ଏଠୁ 50 କିଲୋମିଟର 60 କିଲୋମିଟର ଦୂର ଭିତରେ ଆପଣ କମ୍ପ୍ଲେନ କରୁଛନ୍ତି, ଭଲ ଶୁଭୁନି। ଦେଖନ୍ତୁ, ସାରା ଓଡ଼ିଶା ମୁଁ ବୁଲିଛି ଆଜ୍ଞା। ଯେହେତୁ ଆପଣ କହିଲେ ସମାଜସେବୀ ହିସାବରେ, ମୁଁ ବର୍ତ୍ତମାନ ଯେଉଁ ବ୍ୟବସାୟ କରୁଥିଲି ତ୍ୟାଗ କରିଦେଇଛି। ବ୍ୟବସାୟ ଭିତରେ ମୁଁ ଆଉ ନାହିଁ। 19 ମସିହା ଠାରୁ ମୁଁ ବ୍ୟବସାୟ ଭିତରେ ନାହିଁ। ସାରା ଓଡ଼ିଶା ବୁଲିଛି, ମୋ ବ୍ୟକ୍ତିତ୍ୱ ମୋ ନିଜ ଖର୍ଚ୍ଚରେ ନିଜ ସମୟରେ ମୁଁ ବୁଲିଛି। କିନ୍ତୁ ଆପଣ ପଶ୍ଚିମ ଓଡ଼ିଶା କଥା ଯେଉଁ କହିଲେ, ମୁଁ ପଶ୍ଚିମ ଓଡ଼ିଶା ସହିତ ଓତପ୍ରୋତ ଭାବେ ଜଡ଼ିତ। 20 ବର୍ଷ ମୁଁ ରହିଛି ପଶ୍ଚିମ ଓଡ଼ିଶାରେ। ତାର ଯେଉଁ ଅବସ୍ଥା, ଭୌଗୋଳିକ ଅବସ୍ଥା ଅସ୍ତ୍ରଙ୍ଗରେ ନାହିଁ, କାକଟପୁରରେ ନାହିଁ। ଏସବୁ ଆମର କାକଟପୁର ତାଠୁ ଆହୁରି ଅବକ୍ଷ ଅବସ୍ଥାରେ ଅଛି, ଅସ୍ତ୍ରଙ୍ଗ ଆହୁରି ଅବକ୍ଷ ଅବସ୍ଥାରେ ଅଛି। ପଶ୍ଚିମ ଓଡ଼ିଶା ସମ୍ପୂର୍ଣ୍ଣ ଦୀପତଳ ଅନ୍ଧାର। ତାହେଲେ କାଲକାଟାରୁ ବଙ୍ଗାଳୀ ଆସିଲେ ଯାଇକି ଉନ୍ନତିକରଣ ହବ ନା କଣ? ଓଡ଼ିଆ କରିପାରୁନାହାନ୍ତି? ଓଡ଼ିଆ କେମିତି କରିବେ? ଆମେ ତ ମାଗଣା ଖାଇଲେ, ଖଟରେ ଶୋଇଲେ, ମଦ ପିଇଲେ, ସନ୍ଧ୍ୟାବେଳେ ବଜାରରେ ବୁଲିଲେ, ଆମେ କେମିତି ଉନ୍ନତି କରିବା କୁହନ୍ତୁ? ଆପଣ କହୁନାହାନ୍ତି, ଆପଣଙ୍କ ଘର ଜାଣିଥିବେ, ଆପଣ ଗାଁର ଲୋକ, ଆପଣ ଗାଁରେ ସନ୍ଧ୍ୟାବେଳେ ଆପଣ 6ଟା ବେଳେ ଯିବେ, ଆପଣ ଗାଁରେ ଗୋଟେ ପିଲା ପାଇବେ? ଛକରେ ମଦ ପିଇକି ମରାମରି ହେଉଥିବେ, ନହେଲେ କେଉଁଠି ବସି ଖଟି କରୁଥିବେ, ନଚେତ କୌଣସି ସରକାରୀ ହଉ ନିଜ କାର୍ଯ୍ୟ ବି କରୁନଥିବେ, ତାହେଲେ ଉନ୍ନତି କେମିତି ହବ? ପାନ ମିନ ଅଞ୍ଚଳ କେବେ ଅଭାବ ପଡ଼ିବା କଥା ନୁହଁ। ଦେଖନ୍ତୁ, ଆମର ପାନ ମିନର ଧାନର ଅଞ୍ଚଳ ହେଉଛି ଅସ୍ତ୍ରଙ୍ଗ କାକଟପୁର। ଲକ୍ଷ୍ମୀ ସେଇଠି ଅବସ୍ଥାପନ୍ନ ହେଇଛନ୍ତି। ଧାନ ସମୟରେ ଗଲେ, ପାନ ସମୟରେ ଗଲେ ଆପଣ ଅତ୍ୟନ୍ତ ଖୁସି ହେବେ। ବହୁତ ଭଲ ଅଞ୍ଚଳଟିଏ, କିନ୍ତୁ ସେଠି ବର୍ତ୍ତମାନ ଆପଣ ଏଭଳି ଅବସ୍ଥା ଅଛି, ଆମକୁ ଡର ମାରୁଛି ସନ୍ଧ୍ୟା 6ଟା ପରେ ଗାଁକୁ ଯିବା ପାଇଁ। ଗାଁ ଅଞ୍ଚଳକୁ ଗଲେ ଆପଣଙ୍କୁ ଭିଡ଼ିକି ଧରିବେ, ଆପଣ ମଦ ପିଇ ନଥିବେ, ଭିଡ଼ି ଧରେ ପଇସା ଦିଅ, କ'ଣ ଆପଣ କରିବେ କହୁନାହାନ୍ତି? ଆପଣ କେତେ କ'ଣ କରିବେ ସେଠି, କେମିତି ଯିବେ? ଆପଣ ଆମେ ଦବୁ? ମୋ ପାଖକୁ ଆସନ୍ତିନି, ମୁଁ ଟିକେ ନିଶା ବିରୋଧୀ ଆଜ୍ଞା। ମୋ ପାଖକୁ କୌଣସି ନିଶାଡି ଏପର୍ଯ୍ୟନ୍ତ ଆସନ୍ତି ନାହିଁ, କୌଣସି ନିଶାଡି ମୋ ପାଖକୁ ଆସନ୍ତିନି। ମୋ ନାଁ ଶୁଣିଲେ କହିବେ ନାଇଁ ନାଇଁ ନାଇଁ, ତାଙ୍କ ପାଖକୁ ଯିବାନି, ସେ ନିଶା ପାଇଁ କୌଣସି କଥା କରିବେନି। ଭଲ ପାଆନ୍ତି, ବହୁତ ବହୁତ ଭଲ ପାଆନ୍ତି। ଏତେ ନିଶାଡି ଅସ୍ତରଙ୍ଗରେ ଅଛନ୍ତି କହୁଛନ୍ତି, ସରକାର ଗୋଟେ ଟ୍ରେକ୍ଟର ପ୍ୟାକ୍ର ଯୋଜନା କରୁଛନ୍ତି, ତାହେଲେ ଅସ୍ତରଙ୍ଗରେ କ'ଣ ସ୍କୁଲରେ ବି ଆଗକୁ ପିଲା ଇଆ କରିବେ? ବିଚାର ଜନସାଧାରଣଙ୍କର, ମୁଁ ଏ ବିଷୟରେ କହିପାରିବିନି। ଆଚ୍ଛା ପ୍ରତାପ ଭାଇ, ଆଉ ଗୋଟେ କଥା କହିବେ, ଗୋପାଳଙ୍କ ଲଉଡି ଖେଳରେ ଆପଣଙ୍କ ପୁଅର ଜନ୍ମଦିନ ପାଳିଲେ, କ'ଣ ରହିଛି ତା ଭିତରେ ରହସ୍ୟ? ଦେଖନ୍ତୁ, ଏଇଟା ଗୋଟେ ବିଧିର ବିଧାନ। ଲଉଡି ଖେଳ, ଆପଣ ଦୋଳ ମହୋତ୍ସବ, ଏସବୁ ଆମର ହିନ୍ଦୁ ପରମ୍ପରା, ଗୋଟେ ଶ୍ରେଷ୍ଠ ପରମ୍ପରା। ଆମ ପିଲା ଆଜି ନୁହେଁ, ପିଲା ଜନ୍ମଦିନ ଠାରୁ ଆମେ ଗୋପାଳମାନଙ୍କ ସହିତ ଯେଉଁ ଲଉଡି ଖେଳ, ଦୋଳ ପୂର୍ଣ୍ଣିମାରେ ଯେଉଁ ଜନ୍ମ, ଯେହେତୁ ମୋ ପୁଅ, ମୁଁ ସେଥିପାଇଁ ଗୋପାଳଙ୍କର ଡାକିକି ତାଙ୍କରି ସହିତ ମୋ ପୁଅ ଲଉଡି ଖେଳରେ ସାମିଲ ହୁଏ ଜନ୍ମଦିନରେ। ସିଏ ଗୋଟେ ଆମର ପ୍ରଥମ ପରମ୍ପରା ରହିଛି, ସୁନ୍ଦର ଲାଗେ। ଏ ବର୍ଷ ବି ବହୁତ ଭଲ ଆଡ଼ମ୍ବରରେ ହେଇଥିଲା। ସେ ହିସାବରେ ଆମେ ପାଳନ କରୁ। ଆମେ ଓଡ଼ିଆ ପରମ୍ପରାକୁ ଭଲ ପାଉ। ଓଡ଼ିଆ ସହର ଯେତେ ଚାଲିଚଳଣି ରହିଛି, ତାକୁ ଆମେ କିଭଳି ଭାବରେ ଆଗକୁ ବଢ଼େଇବା, ପ୍ରଚାର ପ୍ରସାର କରିବା, ଏ ହେଉଛି ମୋର ପ୍ରଥମ ଲକ୍ଷ୍ୟ।